ଆଜି ପ୍ରଭୁ ବାଲୁଙ୍କେଶ୍ୱରଙ୍କ ଦର୍ଶନ ମିଳିଯିବ ବୋଲି ମୁଁ କେବେ ଭାବି ନଥିଲି। ଆଜି ବାଟରେ ଗଲା ବେଳେ ମୁଁ ଗୋଟେ ପଇଡ ପିଇଲି ପୁରା ଦେଶୀ ଷ୍ଟାଇଲ ରେ, ଆଉ ଦୁଇଟା ନଡିଆ ଆଇଲି। ନଡିଆର ମୂଲ୍ୟ ମାତ୍ର 30 ଟଙ୍କା ଲେଖାଥିଲା। ଡାହାଣ ପଟରେ ନନ୍ଦୀ ମହାରାଜ ଦେବଦେବ ମହାଦେବଙ୍କ ମନ୍ଦିରକୁ ଅନେଇଛନ୍ତି। ନନା ମାନେ ଆମକୁ ସେଇ ବାଟରେ କହିଲେ ଯିବା ପାଇଁ, କିନ୍ତୁ ଆମେ ଗଲୁନି କାରଣ ତା ଆଗରେ ଟିକେ ଗୋଟେ ତ୍ରିନାଥ ମନ୍ଦିର ଥିଲା। ସେଇଠୁ ଯଦି ଆମେ ବାଁକୁ ପଶିଯିବା ବାଟ ପୁରା ଏକଦମ ସହଜ ହେଇଯିବ, ଆଉ ଜମା ଚାଲିବାକୁ ପଡିବନି। ଆମେ ଆସିକିନା ପ୍ରଭୁ ବାଲୁଙ୍କେଶ୍ୱର ମନ୍ଦିରରେ ଆସି ପହଞ୍ଚି ଗଲୁ। ବାବାରେ ବାପ, ଏଠି ତ ଭକ୍ତଙ୍କର ବହୁତ ଭିଡ ଲାଗିଛି। ଏଠି ନନାଙ୍କ କହିବା ଅନୁସାରେ ଯୋଉ ଭକ୍ତ ମାନେ ଆସିକି ଏଠି 108 ଗରା ପାଣିରେ ଗାଧାନ୍ତି ଓ କିଛି ପୂଜା ପାଠ କରନ୍ତି, ବାବାଙ୍କୁ ପୁରା ଅଭିଷେକ କରନ୍ତି, ତାଙ୍କର ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଥାଏ। ଏଇ କଥାଟି କେତେ ସତ କେତେ ମିଛ ମୁଁ ତ ଜାଣିନି ସାଙ୍ଗମାନେ, ଆପଣ ମାନେ ମତେ ଟିକେ କମେଣ୍ଟରେ ଜଣେଇବେ କି ଏଇଟା ସତ କଥା ନା ମିଛ କଥା। ମନ୍ଦିରଟି ବହୁତ ସୁନ୍ଦର ହୋଇଛି। ମନ୍ଦିର ଚାରିପାର୍ଶ୍ୱରେ ବହୁତ ସୁନ୍ଦର ସୁନ୍ଦର ଚିତା ମଧ୍ୟ ପଡିଛି, ଦେଖିକି ବହୁତ ଖୁସି ଲାଗିଲା। ଦେବ ମହାଦେବଙ୍କର ଦର୍ଶନ ସରିଲା, ଚାରିପାର୍ଶ୍ୱରେ ଯୋଉ ଭଗବାନ ସବୁ ଅଛନ୍ତି ତାଙ୍କର ମଧ୍ୟ ଦର୍ଶନ ସରିଲା। ବର୍ତ୍ତମାନ ଚାଲନ୍ତୁ ଯିବା ପେଟ ପୂଜା ଟିକେ କରିବା। ମନ୍ଦିର ବାହାରେ ପ୍ରସାଦ ମିଳୁଛି, ପ୍ରସାଦର ମୂଲ୍ୟ 100 ଟଙ୍କା ରହିଛି। ସେଇ 100 ଟଙ୍କାରେ ମିଠା ଅନ୍ନ, ଡାଲେମା, ମହୁର, ବେସର ଥିଲା ଓ କ୍ଷୀରି ମଧ୍ୟ ଥିଲା। ଆଉ ସାଙ୍ଗମାନେ ଖାଇବାଟା ମସ୍ତ ଥିଲା। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।